ଆଜ୍ଞା ଆଜ୍ଞା ଶୁଭା ଯାଉଛି। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ। এই ସୁନ୍ଦର ସୁଯୋଗ ନିମନ୍ତେ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ, ମହିମା କରେ। ଆଉ ଆପଣମାନଙ୍କୁ ସମସ୍ତଙ୍କୁ ପ୍ରଭୁଙ୍କ ଦାସ ଦାସୀମାନଙ୍କୁ ଏବଂ ସାରନ ପ୍ରେୟାର ଗ୍ରୁପକୁ ମୁଁ ଧନ୍ୟବାଦ ଦିଏ। ଆପଣମାନେ ଅତି ସୁନ୍ଦର ଭାବରେ ପ୍ରଭାତ ସମୟରେ ପ୍ରଭୁଙ୍କର ଆରାଧନା ପ୍ରଶଂସା କରୁଅଛନ୍ତି ଏବଂ ପ୍ରଭୁ ଆଜି ମୋତେ ଏହି ସୁନ୍ଦର ସୁଯୋଗ ଦେଇ ଯାଉଛନ୍ତି। ଆଉ ପ୍ରଭୁଙ୍କ ଦାସ ଯଶବନ୍ତ ଭାଇ ମଧ୍ୟ ଅନେକ ଥର ମୋତେ କହିଅଛନ୍ତି, କିନ୍ତୁ ମୁଁ ଆସିପାରିନଥିଲି। ଏଥର ନିତାନ୍ତ ଭାବରେ ଆସିବା ପାଇଁ ମୁଁ କହିଲି। ଆଉ ଗୋଟେ ଆମର ସକାଳେ ଜୁମ୍ ଥିଲା, ତାକୁ ମୁଁ ଲିଭ୍ କରିକି ଆସିଛି। ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ। Praise the Lord. ଆଜି ଯେଉଁ ଆମମାନଙ୍କ ମଧ୍ୟରେ ପ୍ରଭୁ ଯେଉଁ ବାକ୍ୟ ଦେଇ ଅଛନ୍ତି, ସେ ବାକ୍ୟ ବିଷୟରେ ଆମମାନେ ଆଲୋଚନା କରିବା। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ, ଗୌରବ ହଉ, ମହିମା ହଉ। ତ ପ୍ରଭୁ ଆମେ ଦେଖିବା ତିମୋତିରେ ପ୍ରଭୁ କହୁଅଛନ୍ତି ନିଜର ପାଉଲଙ୍କର ଆତ୍ମିକ ପୁତ୍ର ତିମୋତିଙ୍କୁ ପ୍ରଭୁ ମାନେ କହୁଅଛନ୍ତି 6:12 ଆମେ ପାଠ କରିବା, ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ତ ତୁମେମାନେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାଉଲ ନିଜର ପୁତ୍ର ଆତ୍ମିକ ପୁତ୍ର ତିମୋତିଙ୍କ ନିକଟକୁ ଏକ ୟୁଥ ଲିଡରକୁ ସେ କହୁଅଛନ୍ତି, ଲେଖୁଅଛନ୍ତି, ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର। ଆମମାନଙ୍କୁ ବିଶ୍ୱାସର ଯୁଦ୍ଧ, ବିଶ୍ୱାସର ରଖିବାକୁ ପଡ଼ିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ଆଲୋଚନା କରିବା ଯେ ପ୍ରତ୍ୟେକ ବିଶ୍ୱାସୀ ଜୀବନରେ, ପ୍ରତ୍ୟେକ ଲିଡରସିପ୍ ଜୀବନରେ, ଲିଡରଙ୍କ ଜୀବନରେ ଏ ପ୍ରକାର ଅନେକ ଯୁଦ୍ଧ ଅଛି। ଯୁଦ୍ଧ ନିତାନ୍ତ ଅଟେ। ଆମମାନଙ୍କ ବିରୁଦ୍ଧରେ ଗୋଟିଏ ଆତ୍ମିକ ଯୁଦ୍ଧ ଅଛି। ଆମମାନଙ୍କ ବିରୁଦ୍ଧରେ ଶୈତାନ ଆମମାନଙ୍କର ବିରୁଦ୍ଧରେ ଯୁଦ୍ଧ ରହିଥାଏ। ଯଦି ଆମମାନଙ୍କର ଯୁଦ୍ଧ ନାହିଁ ଆଉ ସମସ୍ୟା ନାହିଁ, ତେବେ ଆମମାନଙ୍କର ବିଶ୍ୱାସର ଜୀବନରେ ଗୋଟେ ପ୍ରଶ୍ନବାଚକ ସୃଷ୍ଟି ହୁଏ। ତ ପ୍ରତ୍ୟେକ ଲିଡରସିପ୍ ଜୀବନରେ, ପ୍ରତ୍ୟେକ ବିଶ୍ୱାସୀ ଜୀବନରେ, ପ୍ରତ୍ୟେକ ଖ୍ରୀଷ୍ଟିଆନ ଜୀବନରେ ଚ୍ୟାଲେଞ୍ଜେସ୍ ଗୁଡ଼ିକ ଅଛି, କ୍ରାଇସିସ୍ ଗୁଡ଼ିକ ଅଛି, ଯୁଦ୍ଧ ଅଛି। ଆମମାନେ ଯୁଦ୍ଧକୁ ଯିବାକୁ ପଡ଼ିବ, ମଇଦାନକୁ ଆମମାନଙ୍କୁ ଯିବାକୁ ପଡ଼ିବ। ସେଇଦିନ ସମସ୍ତ ଇସ୍ରାଏଲ ଲୋକମାନେ ଆଉ ସେଇ ମହାନ ବ୍ୟକ୍ତିଙ୍କୁ ଆଉ ସେମାନେ ଡରୁଅଛନ୍ତି, ଯୁଦ୍ଧ କ୍ଷେତ୍ରକୁ ଯିବା ପାଇଁ ଡରୁଅଛନ୍ତି ଗଲିଆଦକୁ। କିନ୍ତୁ ଗୋଟେ ଛୋଟ ବାଳକ ଦାଉଦ, ସେ ଛୋଟ ବୟସରେ ଥିଲେ, କିନ୍ତୁ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ପରମେଶ୍ୱରଙ୍କ ନାମରେ ଯାଇକି ତାହାଙ୍କୁ ସମ୍ମୁଖୀନ କରୁଅଛନ୍ତି। ସେଇ ଗଲିଆଦକୁ ସେ ଦେଖି ନାହାନ୍ତି ସେଇଦିନ, କିନ୍ତୁ ସେ କେତେ ମହାନ ପରମେଶ୍ୱର, କେତେ ବଡ଼ ପରମେଶ୍ୱର, ସେଇ ପରମେଶ୍ୱରଙ୍କୁ ସେଇଦିନ ଦାଉଦ ଦେଖିଲେ। ଆମମାନଙ୍କ ଯୁଦ୍ଧ କେତେ ସାଇଜର, ବା ଆମମାନଙ୍କର ପ୍ରୋବ୍ଲେମ କେତେ ବଡ଼, ବା ଆମମାନଙ୍କର ଚୁନୌତି କେତେ ବଡ଼ ଅଟେ, ଆମମାନଙ୍କର ସାମର୍ଥ୍ୟ କେତେ ଅଛି, ଆମେ ତାହାକୁ ଦେଖିବା ନାହିଁ। କିନ୍ତୁ ଆମମାନଙ୍କ ପରମେଶ୍ୱର କେତେ ବଡ଼, ତାହାଙ୍କୁ ଦେଖିକି ଆମମାନଙ୍କ ବିରୁଦ୍ଧରେ ଉଠିଥିବା ଚୁନୌତିକୁ ଆମମାନେ ପ୍ରଭୁଙ୍କ ନାମରେ ଧୂଳିସାତ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। Hallelujah. Praise the Lord. ପ୍ରଭୁଙ୍କର ଦାସ କହୁଅଛନ୍ତି, ଆତ୍ମିକ ଯୁଦ୍ଧରେ, ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର। ବିଶ୍ୱାସରେ ଆମମାନେ ରଖିବା, ବିଶ୍ୱାସ ରଖିବା ଏବଂ ଯୁଦ୍ଧକୁ ଆମମାନେ ମଇଦାନକୁ ଯିବା। ଏକ ଉତ୍ତମ ମଲ୍ଲ ଯୁଦ୍ଧ କରିବା ପାଇଁ ପ୍ରଭୁ ଏଠାରେ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି, ଉତ୍ସାହିତ କରୁଅଛନ୍ତି। ଏବଂ ଏଫେସୀୟ 6 ଲେଖାଯାଇଛି 12, କାରଣ ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ। ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ, ଏଇ ଜଗତ ସମ୍ବନ୍ଧୀୟ ନୁହଁ। ଆମମାନଙ୍କ ଯୁଦ୍ଧ ଜୀବନରେ ଯୁଦ୍ଧ ଅଛି ପ୍ରତ୍ୟେକଙ୍କ ବିରୁଦ୍ଧରେ। ଆମମାନେ ଯେତେବେଳେ ଖ୍ରୀଷ୍ଟିଆନ ହେଇଯାଉଛୁ, ଖ୍ରୀଷ୍ଟଙ୍କୁ ଧାରଣ କଲୁ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲୁ, ସେଇ ଦିନ ଠାରୁ ଆମମାନଙ୍କର ଗୋଟେ ଯୁଦ୍ଧ ମଇଦାନକୁ ଓହ୍ଲାଇବାର ସମୟ ଆସିଅଛି। ପ୍ରତ୍ୟେକଙ୍କ ଜୀବନରେ ଯୁଦ୍ଧ ଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, এই ଯୁଦ୍ଧକୁ ଆମେ ବାଇପାସ୍ କରିବା ନାହିଁ। ଯେତେବେଳେ ଯୁଦ୍ଧ ସଜା ଯାଉଛି, ସେଇ ସମୟରେ ଆମେ ପେନିକ ହେବା ନାହିଁ ବା ପ୍ଲାନିଂ କରିବା ନାହିଁ। ଆମମାନେ ପ୍ରଭୁଙ୍କ ଠାରେ ନିର୍ଭର କରିବା, ଆମମାନେ ପ୍ରଭୁଙ୍କ ଠାରେ ଭରସା ରଖିବା, କାରଣ ଆମମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହଁ,
କିନ୍ତୁ ଅଧିପତ୍ୟ ବିରୁଦ୍ଧରେ ନୁହଁ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳ ଦୁଷ୍ଟ ଆତ୍ମାଙ୍କ ବିରୁଦ୍ଧରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ଯୁଦ୍ଧ ରକ୍ତ ମାଂସ ଶରୀର, ଆମମାନଙ୍କ ପଡୋଶୀ, ଆମ ରାଜ୍ୟ, ଆମମାନଙ୍କ ଜିଲ୍ଲା ଲୋକମାନଙ୍କ ବିରୁଦ୍ଧରେ ନୁହଁ, ଆମମାନଙ୍କର ଯୁଦ୍ଧ ସେଇ ଶୈତାନ ବିରୁଦ୍ଧରେ, ଦୁଷ୍ଟ ଆତ୍ମାଙ୍କ ବିରୁଦ୍ଧରେ, ହାକିମ ମାନଙ୍କ ବିରୁଦ୍ଧରେ, ଏକ ଆତ୍ମିକ ବିରୋଧୀ ଲୋକ ସହିତ ଆମମାନଙ୍କର ଯୁଦ୍ଧ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କୁ ଯଦି କିଏ ଆମମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଅଛି, ଆମମାନେ ଜାଣୁ ବୁଝୁ ଯେ ତା ମଧ୍ୟରେ ଜଣେ ବ୍ୟକ୍ତି, ଏକ ଶୈତାନ। ଯେହେତୁ ଆମମାନେ ପ୍ରଭୁଙ୍କ ଲୋକମାନେ, ଯେହେତୁ ଆମମାନେ ପ୍ରଭୁଙ୍କୁ ବିଶ୍ୱାସ କରିବା ଲୋକମାନେ, ପ୍ରଭୁଙ୍କ ବାଟରେ ଚାଲିବା ଲୋକମାନେ, ଆମମାନଙ୍କ ବିରୁଦ୍ଧରେ ଶୈତାନ ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ଯୁଦ୍ଧକୁ ଆଣିଥାଏ। କିନ୍ତୁ ଆମେ ଡରିବା ନାହିଁ, ଭୟ କରିବା ନାହିଁ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ଆସୁ ଜୀବନରେ କି ପ୍ରକାର ସେ ଯୁଦ୍ଧକୁ ସାମ୍ନା କଲେ ସେଇ ବିଷୟ ଆଲୋଚନା କରିବା, ଏବଂ ଯେଉଁ ମହାନ କ୍ରାଇସିସ୍ ଥିଲା, ମହାନ ଚୁନୌତି ଥିଲା, ମହାନ ଚ୍ୟାଲେଞ୍ଜେସ୍ ତାଙ୍କ ଜୀବନରେ ଥିଲା, ସେ ତାହାକୁ କି ପ୍ରକାର ଆତ୍ମିକ ଭାବରେ ପରିଣତ କଲେ, ସେ ଯୁଦ୍ଧ ବିଷୟରେ ଆମମାନେ ଶିଖିବା ଏବଂ ତାଙ୍କ ଜୀବନରୁ ଆମମାନଙ୍କର ଜୀବନରେ ଆମମାନେ ଆପ୍ଲାଇ କରିବା। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ମୋ ସହିତ ଆପଣ ଖୋଲିବେ ଦ୍ୱିତୀୟ ବଂଶାବଳୀ 20 ପର୍ବରୁ ଆମମାନେ କିଛିଟା ସାର କଥା, ମୂଳ କଥା ଏବଂ ଆମେ ଶିକ୍ଷଣୀୟ କଥା ପ୍ରତ୍ୟେକ ଲିଡରସିପ ଜୀବନରେ କି ପ୍ରକାର ଆମମାନେ ଆଗକୁ ବଢିବା, ଏଇ ଚାପ୍ଟରରୁ, ଏଇ ଅଧ୍ୟାୟରୁ, ଏଇ ରାଜାଙ୍କ ଜୀବନରୁ ଆମମାନେ ଶିଖିବା ଏବଂ ନିଜକୁ ଆମମାନେ ଉତ୍ସାହିତ କରିବା ଆଗକୁ ବଢିବା ନିମନ୍ତେ, ଯୁଦ୍ଧକୁ ଯିବା ନିମନ୍ତେ ଏବଂ ଆତ୍ମିକ ଯୁଦ୍ଧକୁ ଆମମାନେ ଆଗକୁ ବଢିବା ନିମନ୍ତେ ଆମମାନେ ଚେଷ୍ଟା କରିବା। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ, ଗୌରବ ହଉ, ପ୍ରଶଂସା ହଉ। 20 ଅଧ୍ୟାୟରେ ଲେଖା ଯାଇଅଛି, ଅନନ୍ତର ମୟାବ ସନ୍ତାନ ଗଣ ଓ ଆମନର ସନ୍ତାନ ଗଣ ଓ ସେମାନଙ୍କ ସଙ୍ଗେ ଆମନୀୟ କେତେକ ଲୋକ ଜିହୋଶାଫାଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ଦେଖନ୍ତୁ, ଜିହୋଶାଫାଟ ଜଣେ ଭଲ ରାଜା ଥିଲେ। ସେ ପରମେଶ୍ୱରଙ୍କୁ ଭୟକାରୀ ରାଜା ଥିଲେ ଏବଂ ପରମେଶ୍ୱରଙ୍କ କଥାରେ ସେ ଚାଲିବା ବ୍ୟକ୍ତି ଥିଲେ। ତାଙ୍କ ପୂର୍ବରୁ ଯେ ପ୍ରକାର ରାଜାମାନେ, ଦୁଷ୍ଟ ରାଜାମାନେ ଥିଲେ, ଆଉ ତାଙ୍କ ବାପା ମଧ୍ୟ ଭଲ ରାଜା ଥିଲେ, କିନ୍ତୁ ଏଇ ଜିହୋଶାଫାଟ ଜଣେ ଉତ୍ତମ ରାଜା, ପ୍ରଭୁଙ୍କୁ ଭୟକାରୀ ରାଜା, ପ୍ରଭୁଙ୍କର ବାକ୍ୟ ଅନୁସାରେ ଚାଲିବା ରାଜା, ଏବଂ ପ୍ରଭୁ ତାଙ୍କ ଜୀବନରେ ସନ୍ତୁଷ୍ଟ ଥିଲେ। ଆଉ ସେଥିପାଇଁ ପରମେଶ୍ୱର ତାଙ୍କୁ ମହାନ କରିଥିଲେ, ତାଙ୍କୁ ବଳବାନ କରିଥିଲେ, ତାଙ୍କୁ ଶକ୍ତିଯୁକ୍ତ କରିଥିଲେ, ଧନବାନ କରିଥିଲେ ଏବଂ ପରମେଶ୍ୱର ସହିତ ସେ ଗମନାଗମନ କରିଅଛନ୍ତି। କିନ୍ତୁ ଅକାରଣରେ ଗୋଟେ ସମୟ ଆସିଲା ତାଙ୍କ ଜୀବନରେ, ଏମାନେ 3 ଦେଶର ଲୋକମାନେ ହଠାତ୍ ତାଙ୍କ ବିରୁଦ୍ଧରେ ଉଠୁଅଛନ୍ତି। ହଠାତ୍ ତାଙ୍କ ବିରୁଦ୍ଧରେ ଉଠୁଅଛନ୍ତି। ସେମାନେ ସନ୍ତାନ ଗଣ ଓ ସେମାନଙ୍କ ସଙ୍ଗେ ଆମନୀୟ କେତେକ ଲୋକ ଜିହୋଶାଫାଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଲାଗିଲେ। ଯୁଦ୍ଧ କରିବାକୁ ହେଲେ ପୂର୍ବରୁ ତାଙ୍କୁ ସମ୍ବାଦ ଦିଆଯାଇଥାଏ, ପ୍ରିୟ ପ୍ରଭୁଙ୍କ ଲୋକମାନେ। କିନ୍ତୁ ଜିହୋଶାଫାଟଙ୍କ ବିରୁଦ୍ଧରେ କୌଣସି ସମ୍ବାଦ ନାହିଁ, କୌଣସି ଇନଫର୍ମେସନ ନାହିଁ। ଅଚାନକ ଯୁଦ୍ଧ କରିବା ନିମନ୍ତେ 3 ଆଡୁ, 3 ଦେଶରୁ ସେମାନେ ଜିହୋଶାଫାଟଙ୍କ ପ୍ରତିକୂଳରେ ଉଠିଅଛନ୍ତି, ସୈନ୍ୟ ସାମନ୍ତ ନେଇକି ଉଠୁଅଛନ୍ତି। ଏ ଅବସ୍ଥାରେ ଜିହୋଶାଫାଟ ସେ ଟିକେ ଭୟଭୀତ କରୁଅଛନ୍ତି, କଣ କରିବାକୁ ହେବ। ଏଥିରେ କେତେକ ଲୋକ ଜିହୋଶାଫାଟ ସମ୍ବାଦ ଦେଇ କହିଲେ, ସମୁଦ୍ର ସେପାରିରେ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି। ଆଉ ଦେଖନ୍ତୁ, ସେମାନେ ହତ୍ସମତ ତାମରରେ ଅଛନ୍ତି, ଏହାକୁ ନୟଦଗଦ କହନ୍ତି। ଦେଖନ୍ତୁ, ଏହି ସମୟରେ ସେମାନେ ଅତି ମାନେ ସମ୍ମୁଖକୁ ଆସିଅଛନ୍ତି ଜିହୋଶାଫାଟ ଯୁଦ୍ଧ କରିବା ପାଇଁ। ବାଇବଲରେ ଅନେକ କହନ୍ତି ଯେ 40 ବା 45 କିଲୋମିଟର ସେମାନେ ଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ସମୟରେ ଜିହୋଶାଫାଟ ଭୟଭୀତ ହେଉଅଛନ୍ତି। ଆମେ ପଢିବା 3 ଏବଂ 4 ପଦ। କିଏ ପଢିବା ଲୋକ ଅଛନ୍ତି କି? 3 ଏବଂ 4 ପଦ। ତହିଁରେ ଜିହୋଶାଫାଟ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ। ଆଉ
ଯୁହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଯୁହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ। Praise the Lord. Praise the Lord. ଆମମାନେ ଏଇ ସମୟରେ ଶିଖିବା ଯେ ତହିଁରେ ଜିହୋଶାଫାଟ ଭୀତ ହେଲେ, ସଦାପ୍ରଭୁ ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଜଣେ ରାଜା ଥିଲେ, ସେ ଜଣେ ସାଧାରଣ ବ୍ୟକ୍ତି ନଥିଲେ। ତାହାଙ୍କର ଅନେକ ସୈନ୍ୟ ସାମନ୍ତ ଥିଲା, ଅନେକ ଯୁଦ୍ଧ କରିବା ପାଇଁ ତାଙ୍କର ବିଷୟରେ ଥିଲା, ଅନେକ ରିସୋର୍ସ ଥିଲା। ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ଯେତେବେଳେ ଯୁଦ୍ଧ ଆସୁଅଛି, ସେ ନିଜର ସୈନ୍ୟ କେତେ ଅଛନ୍ତି, କେତେ ଯୁଦ୍ଧ ବିମାନ ଅଛି, କେତେ ଲଢେଇ ଜାହାଜ ଅଛି, ସେ ପ୍ରସ୍ତୁତ କରୁନାହାନ୍ତି। କିନ୍ତୁ ପ୍ରଥମରେ ଏଇ ସମ୍ବାଦ ଶୁଣି ସେ କଣ କରୁଅଛନ୍ତି? ପ୍ରାର୍ଥନାରେ ସେ ବସୁଅଛନ୍ତି ଏବଂ ନିଜର ଦେଶରେ ଉପବାସ ଘୋଷଣା କରୁଅଛନ୍ତି। ହାଲେଲୁୟା, ପ୍ରେଜ୍ ଦ Hallelujah. ଲର୍ଡ। ପ୍ରତ୍ୟେକଙ୍କ ଜୀବନରେ ଏ ପ୍ରକାର ଚୁନୌତି ଆସିବ, ଏ ପ୍ରକାର କ୍ରାଇସିସ୍ ଆସିବ। ସେଇ ସମୟରେ ଆମମାନେ କଣ କରିବା? ଆମମାନେ ପାନିକ ହେବା ନାହିଁ ବା ଆମମାନେ ପ୍ଲାନିଂ କରିବା ନାହିଁ। ଆମମାନେ ପ୍ରଭୁଙ୍କର ଉପସ୍ଥିତିରେ ପ୍ରାର୍ଥନାରେ ବସିବା। ଆଜିର ପ୍ରଥମ ପଏଣ୍ଟ ଲେସନ ଆମମାନେ ଦେଖୁଛୁ ଯେ ଏଇ ଜିହୋଶାଫାଟ ଯେପରି ପ୍ରଭୁଙ୍କୁ ଅନ୍ୱେଷଣ କଲେ, ପ୍ରାର୍ଥନାରେ ସେ ବସିଲେ, ଉପବାସରେ ବସିଲେ, ନିଜର ଲୋକମାନଙ୍କୁ ଉପବାସର ଘୋଷଣା କଲେ। ଯେଉଁ ଶାରୀରିକ ଯୁଦ୍ଧ ଏଇ ତିନି ଦେଶରୁ ଲୋକମାନେ ଆସିଥିଲେ, ଜିହୋଶାଫାଟ ତାହାକୁ ଆତ୍ମିକ ଯୁଦ୍ଧରେ ପରିଣତ କଲେ ଏବଂ ଆତ୍ମିକ ଯୁଦ୍ଧ ସବୁଠାରୁ ବଳବାନ ଯୁଦ୍ଧ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ଆପଣଙ୍କୁ ମତେ ଉତ୍ସାହ କରିବାକୁ ଚାହେଁ ଯେ ସଦାପ୍ରଭୁଙ୍କୁ ସେ କଣ କଲେ? ଅନ୍ୱେଷଣ କଲେ ଏବଂ ଉପବାସର ପ୍ରାର୍ଥନାକୁ ସେ ଘୋଷଣା କଲେ। ଉପବାସର ପାୱାର ବହୁତ ଅଟେ ଏବଂ ପ୍ରାର୍ଥନାର ଶକ୍ତି ବହୁତ ଅଟେ। ସେଥିପାଇଁ ଇଂଲିଶରେ କୁହାଯାଉଛି ମୋର ପ୍ରେୟାର ମୋର ପାୱାର, ଲେସ୍ ପ୍ରେୟାର ଲେସ୍ ପାୱାର, नो ପ୍ରେୟାର ନଥିଂ ପାୱାର, नो ପାୱାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ଯେତେବେଳେ ପ୍ରାର୍ଥନା କରିବା, ଆମମାନେ ପ୍ରାର୍ଥନାର ଶକ୍ତି, ପ୍ରାର୍ଥନାର ଉତ୍ତରକୁ ଆମମାନେ ଦେଖିପାରିବା। ଜଣେ ରାଜା ଭାବରେ ତାଙ୍କର ସମସ୍ତ ସୈନ୍ୟ ଶକ୍ତି ଥିଲା, କିନ୍ତୁ ସେ ସେଇ ଉପରେ ଡିପେଣ୍ଡେଣ୍ଟ କଲେ ନାହିଁ, ସୈନ୍ୟ ଉପରେ ସେ ଭରସା ରଖିଲେ ନାହିଁ, ନିର୍ଭର କଲେ ନାହିଁ, କିନ୍ତୁ ସେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିଅଛନ୍ତି। ସେ ଜାଣିଅଛନ୍ତି ସଦାପ୍ରଭୁ ଯେ ମହାନ ପରମେଶ୍ୱର ବୋଲି। ସେଥିପାଇଁ ଆମମାନଙ୍କ ପରମେଶ୍ୱର ଯୁଦ୍ଧ ବୀର ପରମେଶ୍ୱର। ଆମମାନଙ୍କ ପରମେଶ୍ୱର କୌଣସି ଯୁଦ୍ଧକୁ ହାରି ନାହାନ୍ତି। ଶତ୍ରୁ ଆସିଥାଏ କିନ୍ତୁ ସେ ପରାଜୟ ହେଇକି ପଳାଇ ଯାଇଥାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ହଉଛି ସମସ୍ତଙ୍କ ଜୀବନରେ କ୍ରାଇସିସ୍ ଆସିଥାଏ, ଚ୍ୟାଲେଞ୍ଜେସ୍ ଆସିଥାଏ। ଏ ପ୍ରକାର ଅନେକ ସମୟରେ ମିନିଷ୍ଟ୍ରିର ପ୍ରୋବ୍ଲେମ ଆସିଥାଏ, ଆର୍ଥିକ ପ୍ରୋବ୍ଲେମ ଆସିଥାଏ, ନିଜର ଲୋକମାନଙ୍କୁ ଆମେ ହରାଇଥାଉ। ଏକାଥରକୁ 3 ଆଡୁ 4 ଆଡୁ ପ୍ରୋବ୍ଲେମ ଆସିଥାଏ, ଗୋଟେ ପରେ ଗୋଟେ ଯେତେବେଳେ ପ୍ରୋବ୍ଲେମ ଆସିଥାଏ, ସେଇ ସମୟରେ ଆମେ କଣ କରିବା? ସେଇ ସମୟରେ ଆମେ କଣ ଭୟଭୀତ କରିବା? ସେଇ ସମୟରେ ମାନେ ବୁଦ୍ଧି ହରାଇବା କି କଣ କରିବା? ଜିହୋଶାଫାଟଙ୍କ ଜୀବନରେ ଆମେ ଶିକ୍ଷା କରିବା, ସେ ନିଜେ ସୈନିକ ଉପରେ ଭରସା କଲେ ନାହିଁ, ଅସ୍ତ୍ରଶସ୍ତ୍ର ଉପରେ ଭରସା କଲେ ନାହିଁ, ସେ ପରମେଶ୍ୱରଙ୍କୁ ଭରସା କଲେ ଏବଂ ସେ ପ୍ରାର୍ଥନାରେ ବସିଲେ, ପରମେଶ୍ୱରଙ୍କୁ ଅନ୍ୱେଷଣ କଲେ। ପରମେଶ୍ୱରଙ୍କ ଏଇ ଯୁଦ୍ଧରେ ଇଚ୍ଛା କଣ ତାହା ସେ ଲଢିଲେ ଏବଂ ଦେଶରେ ଉପବାସକୁ ଘୋଷଣା କଲେ। ହାଲେଲୁୟା, ପ୍ରେଜ୍ ଦ Hallelujah. ଲର୍ଡ। Praise the ପ୍ରଥମ Lord. ଲେସନ ସେ ପରମେଶ୍ୱରଙ୍କୁ ଅନ୍ୱେଷଣ କଲେ ଏବଂ ଦ୍ୱିତୀୟ ଲେସନ ଆମେ ପାଠ କରିବା, ସେ କଣ କଲେ? ଜିହୋଶାଫାଟ ଆମେ ପାଠ କରିବା 12 ପଦ ପାଠ କରିବା, ସେଇ ପର୍ବର 12 ପଦ। ଆଜ୍ଞା, ହେ ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଏହା ଆମ୍ଭେମାନେ ଜାଣୁନାହିଁ। କେବଳ ତୁମ ପ୍ରତି ଆମମାନଙ୍କର ଦୃଷ୍ଟି ଅଛି। ପ୍ରେଜ୍ ଦ ଲର୍ଡ, Praise ପ୍ରେଜ୍ the ଦ ଲର୍ଡ। Lord. କେତେ ସୁନ୍ଦର ଷ୍ଟେଟମେଣ୍ଟ ଜିହୋଶାଫାଟ କହୁଅଛନ୍ତି। ସେ ଜଣେ ରାଜା ଥିଲେ, ସେ ସାଧାରଣ ବ୍ୟକ୍ତି ନୁହନ୍ତି। ପରମେଶ୍ୱର ତାଙ୍କୁ ସମ୍ଭ୍ରାନ୍ତ କରିଅଛନ୍ତି, କିନ୍ତୁ ସେ କହୁଅଛନ୍ତି ଆମ୍ଭେମାନେ ଜାଣୁ ଯେ କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ଯେତେବେଳେ ଆମମାନଙ୍କର ଚାରିଆଡେ ଅନ୍ଧକାର ହେବ, ଯେତେବେଳେ ଚାରିଆଡେ ଆମମାନଙ୍କ ସାହାଯ୍ୟର ହସ୍ତ ନଥିବ, ଯେତେବେଳେ ଆମମାନେ କଣ କରିବା? ହତବୁଦ୍ଧି ହେବା, ସବୁଆଡେ ଦୁଆର ବନ୍ଦ ଅଛି,
କିନ୍ତୁ ଗୋଟିଏ ସ୍ୱର୍ଗର ଦ୍ୱାର ଖୋଲା ଅଛି। ହାଲେଲୁୟା। Amen. এই Hallelujah. ସମୟରେ ଆମେ କଣ କରିବା? କଣ କରିବାକୁ ହେବ ପ୍ରଭୁ? ଏମାନେ ଅଚାନକରେ ଅକାରଣରେ ଏମାନେ ତିନି ଦେଶରୁ ଯୁଦ୍ଧ କରିବା ନିମନ୍ତେ ଆସିଅଛନ୍ତି। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କର ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କ କୌଣସି ପରାକ୍ରମ ନାହିଁ ଅବା କଣ କରିବାକୁ ହେବ ଏହା ଆମ୍ଭେମାନେ ଜାଣୁନାହୁଁ। ଆମେ କଣ କରିବୁ? କି ପ୍ରକାର ସେମାନଙ୍କ ସମ୍ମୁଖାସମ୍ମୁଖୀ ହେବୁ? ଏମାନଙ୍କ ବିରୁଦ୍ଧରେ ଆମେ କଣ ଲଢ଼େଇ କରିବୁ ଆମ୍ଭେମାନେ ଜାଣିନାହୁଁ। କିନ୍ତୁ ସେ କହୁଛନ୍ତି ତୁମ୍ଭେ ମହାନ ଅଟ ବୋଲି ସେ କହୁଛନ୍ତି। ତୁମେ ପରାକ୍ରମୀ ପରମେଶ୍ୱର ଅଟ ବୋଲି କହୁଅଛନ୍ତି। ସେ ବୁଝୁଅଛନ୍ତି ଯେ ପରମେଶ୍ୱର ତୁମେ ପରାକ୍ରମୀ, ତୁମେ ବିଚାରକର୍ତ୍ତା। এই ବୃହତ ଦଳ ବିରୁଦ୍ଧରେ ତୁମ୍ଭେ ଲଢ଼େଇବା ପାଇଁ ସକ୍ଷମ ଅଟନ୍ତି। Amen. ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯହୋଶାଫାଟ ବୁଝୁଅଛନ୍ତି ଯେ ପରମେଶ୍ୱର ସେ ମହାନ, ସେ ପରାକ୍ରମୀ, ସେ ସର୍ବଶକ୍ତିମାନ, ସର୍ବଭୌମତ୍ୱ ତାହାଙ୍କ ଠାରେ ଅଛି। ସ୍ୱର୍ଗ ପୃଥିବୀ ପାତାଳରେ ତାହାଙ୍କୁ ଅଧିକାର ଦିଆଯାଉଛି। ତାହାଙ୍କ ନାମରେ ସମସ୍ତ ନାମ ନତ ହେବ। ସେ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କ ସମ୍ମୁଖରେ କୌଣସି ପାୱାର, କୌଣସି ଶକ୍ତି ଛିଡ଼ା ହେଇପାରିବ ନାହିଁ। ତାହାଙ୍କର ଗୋଟିଏ ଆଜ୍ଞା, ପରମେଶ୍ୱର ଗୋଟିଏ ଆଜ୍ଞାରେ ସ୍ୱର୍ଗ ପୃଥିବୀ ସୃଷ୍ଟି ହେଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଗୋଟିଏ ଆଜ୍ଞା ଆମମାନଙ୍କ ଶତ୍ରୁକୁ ଧୂଳିସାତ କରିବା ପାଇଁ ଯଥେଷ୍ଟ ଅଟେ। Amen. Praise ଏବେ the ଏହି Lord. ବିଷୟକୁ ଯହୋଶାଫାଟ ବୁଝିଥିଲେ, ଜାଣିଥିଲେ। ସେଥିପାଇଁ ଆମମାନଙ୍କର ଯେଉଁ ସୈନ୍ୟ ଅଛନ୍ତି ପ୍ରଭୁ, ଆମମାନଙ୍କର ଯେଉଁ ଦଳ ଅଛନ୍ତି, ଏଇ ଦଳ ଏମାନଙ୍କର ବୃହତ ଦଳ ବିରୁଦ୍ଧରେ ଆମେ ଛିଡ଼ା ହେଇପାରିବୁ ନାହିଁ। ସେଥିପାଇଁ ଆମେ କଣ କରିବୁ ଆମମାନେ ବୁଝିପାରୁନାହୁଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ହାଲେଲୁୟା। Hallelujah. ଆମମାନଙ୍କ ବିରୁଦ୍ଧରେ ଯେତେବେଳେ ଉଠିବେ, ଆମମାନଙ୍କ ଯେତେବେଳେ ଭରସା ରହିବ ନାହିଁ, ଆମମାନଙ୍କ ଯେତେବେଳେ ଶକ୍ତି ନଥିବ, ଆମମାନଙ୍କ ରିସୋର୍ସ ନଥିବ, ଆମମାନେ କଣ କରିବା? ଆମମାନେ ପ୍ରଭୁଙ୍କୁ କେବଳ ଆମମାନେ ଅନାଇବା। କାରଣ ସେ ସାହାଯ୍ୟ କରିବା ପାଇଁ ଏଭେଲେବୁଲ ଗଡ୍ ଅଟନ୍ତି। ଆମମାନଙ୍କୁ ଶକ୍ତି ଦେବା ପାଇଁ ସେ ସମର୍ଥ ପରମେଶ୍ୱର ଅଟନ୍ତି। ଆମମାନଙ୍କ ସପକ୍ଷରେ ଯୁଦ୍ଧ କରିବା ପାଇଁ ସେ ଯୁଦ୍ଧ ବୀର ପରମେଶ୍ୱର ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଦ୍ୱିତୀୟ ପଏଣ୍ଟ ସେ ଜାଣିଥିଲେ ଯହୋଶାଫାଟ, ତୁମେ ସର୍ବଶକ୍ତିମାନ ପରମେଶ୍ୱର, ସ୍ୱର୍ଗ ଏବଂ ପୃଥିବୀର ପରମେଶ୍ୱର, ତୁମର ଗୋଟିଏ ଆଜ୍ଞା ଯଥେଷ୍ଟ। ସେଥିପାଇଁ ଆମେ କଣ କରିବା ଆମେ ଜାଣିନାହୁଁ। କେବଳ ତୁମକୁ ଅନାଇବା ଛଡା ଆମମାନଙ୍କ ଆଉ କିଛି ନାହିଁ। ଯେତେବେଳେ ଏ ପ୍ରକାର ପରିସ୍ଥିତି ଜଣେ ଲିଡର ଜୀବନରେ ଆସେ, ବିଶ୍ୱାସ ଜୀବନରେ ଆସେ, ଆମମାନେ କଣ କରିବା? ଆମମାନେ କଣ ବାଇପାସ୍ ଗୋଟେ ଅନ୍ୟ ରାସ୍ତାକୁ ଖୋଜିବା କି? ନା ଆଉ ଆମମାନଙ୍କ କୌଣସି ସବଷ୍ଟିଟ୍ୟୁଟ ଅଛି କି? ଆମମାନେ ଆଉ କୌଣସି ସାମର୍ଥ୍ୟ ଉପରେ ଭରସା କରିବା କି? ଯାହା କିଛି ଆମମାନେ ଭରସା କରିବା ତାହା ଭରସା ଯୋଗ୍ୟ ନୁହଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, କେବଳ ପରମେଶ୍ୱର ଭରସା ଯୋଗ୍ୟ ପରମେଶ୍ୱର ଅଟନ୍ତି। ପରମେଶ୍ୱର କେବେ ହାରନ୍ତି ନାହିଁ, ପରମେଶ୍ୱର କେବେ ଧୋକା ଦିଅନ୍ତି ନାହିଁ। ଜିସସ୍ ନେଭର ଫେଲ ବୋଲି କୁହାଯାଉଛି। ସେ ଜାଣିଥିଲେ। ବାଇବଲରେ ଆମେ ଜାଣିବା ଯେ ଆମମାନଙ୍କ ପରମେଶ୍ୱରଙ୍କୁ ଆମେ ଜାଣିବା, ଆମମାନଙ୍କ ଶତ୍ରୁ କିଏ ତାର ଶକ୍ତିକୁ ମଧ୍ୟ ଜାଣିବା, ଏବଂ ପରମେଶ୍ୱର ଠାରେ ଆମ୍ଭମାନଙ୍କର ପରିଚୟ କଣ ତାହା ମଧ୍ୟ ଆମେ ଜାଣିବାର ଉଚିତ। ସେଇଦିନ ଦାଉଦ ଜାଣିଥିଲେ ମୋର ପରମେଶ୍ୱର କିଏ। ମୁଁ ଯେତେବେଳେ ଆଉ ଏଇ ପଶୁ ପଲକୁ ଚରାଇ ଥାଏ, ସେଇ ସମୟରେ ବାଘ ବା ଭାଲୁ ଆସିକି ମୋର ପଲକୁ ଆକ୍ରମଣ କରିଥାଏ, ପ୍ରଭୁଙ୍କ ସାହାଯ୍ୟରେ ସେଇ ଭାଲୁକୁ ମୁଁ ଦିଫାଳ କରିଛି, ମାରିଅଛି। ମୁଁ ସେଇ ପରମେଶ୍ୱରଙ୍କର ଶକ୍ତିକୁ ଜାଣିଅଛି। କିନ୍ତୁ ଇସ୍ରାଏଲ ସୈନିକ ମାନେ ସେଇ ପରମେଶ୍ୱରଙ୍କ ଶକ୍ତିକୁ ସେମାନେ ଜାଣିନଥିଲେ, ବୁଝିନଥିଲେ। କିନ୍ତୁ ଛୋଟ ବାଳକ ସେଇ ଶକ୍ତିକୁ ସେ ବୁଝିଥିଲେ ଏବଂ ପରମେଶ୍ୱରଙ୍କ ଶକ୍ତିରେ ସେ ଯାଇକି ଏତେ ବଡ ଗଲିଆତକୁ ସେ ପରାଜୟ କରିକି ଆସିଲେ। Amen. Praise the Lord. ଆମମାନଙ୍କ ବିରୁଦ୍ଧରେ ମାନେ ଅଛନ୍ତି, ଯେଉଁ ଶତ୍ରୁ ମାନେ ଅଛନ୍ତି, ଯେଉଁ ଚୁନୌତି ଅଛି, ଯେଉଁ ଚ୍ୟାଲେଞ୍ଜେସ୍ ଅଛି, ଯେଉଁ କ୍ରାଇସିସ୍ ଅଛି, ଯେଉଁ ପ୍ରୋବ୍ଲେମ ଅଛି, ଆସୁ ଆମମାନଙ୍କ ଶକ୍ତିରେ ଆମେ ତାହାକୁ ସମ୍ମୁଖୀନ କରିପାରିବା ନାହିଁ। କିନ୍ତୁ ଆସୁ ଆମମାନେ ପ୍ରଭୁଙ୍କ ଶକ୍ତିରେ ଯାଇକି ସେଇ ଗଲିଆତ, ସେଇ ଶତ୍ରୁକୁ, ସେଇ ପ୍ରୋବ୍ଲେମକୁ, ସେଇ ଚ୍ୟାଲେଞ୍ଜେସକୁ, ସେ ଅପମାନକୁ, ସେ ସମସ୍ତ ପ୍ରୋବ୍ଲେମକୁ ଆମମାନେ ସମ୍ମୁଖୀନ ହେଇପାରିବା ଏବଂ ଆମେ ବିଜୟ ହେଇକି ସେ ଶତ୍ରୁର ମୁଖକୁ ମାନେ ତାର ବେକକୁ କାଟିକି ଆସୁଅଛନ୍ତି। ହାଲେଲୁୟା। Hallelujah. ପରାଜୟ Praise the କରି Lord. ଆସୁଅଛନ୍ତି ପ୍ରଭୁଙ୍କ ଲୋକ।
आमर शक्ति रे आमने आज रो चैलेंजेस को आमने फेस करि परिबा नै आज जे प्रकार क्रिश्चियन लोक मान को विरुद्ध रे लीडर मान को विरुद्ध रे षडयंत्र करा जाउछि से मान को मरा जाउछि से मान को जेल रे पका जाउछि एई षडयंत्र को आम माने फेस करि परिबा नै सम्मुखीन करि परिबा नै आज बजरंग दल शिवसेना दल आज आरएसएस दल आज अनेक प्रकार दल उठी अछंती प्रभुंकर लोकमानक विरुद्ध रे कार्य करू अछंती से माने जानि नांती प्रभुंकर शक्ति केते आम माने जेतले प्रार्थना करिबा आम माने जेतले आंठु भांगिबा आम माने जेतले उपवास करिबा आम माने जेतले परमेश्वर को नैबा आम माने को परमेश्वर आम माने को सपकरे से युद्ध करिवे हालेलुया Hallelujah. Praise the Lord. हालेलुया एवं झिया सपोर्ट कोन कले से परमेश्वरଙ୍କର ଲୋକମାନଙ୍କ ଉପରେ ସେ ଭରସା କଲେ ଆମେ ତୃତୀୟ ପଏଣ୍ଟ ଆମେ ଲେଖିବା ଝିଅ ସପୋର୍ଟ ଏଇ 20 ଅଧ୍ୟାୟରୁ ଦେଖିବା ଏବଂ ତୃତୀୟ ପଏଣ୍ଟ ଆମେ ପାଠ କରିବା ପ୍ରଭୁଙ୍କ ନାମର ଧନ୍ୟବାଦ ହଉ 15 ଏବଂ 17 ପଦ ଆପଣ ପଢନ୍ତୁ ସାର୍ ତହୁଁ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମେମାନେ ଆଉ ହେ ମହାରାଜ ଜିହୋଶାଫାଟ, ତୁମେ ଶୁଣ, ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। କାଲି ତୁମେମାନେ ସେମାନଙ୍କ ପ୍ରତିକୂଳରେ ଯାଅ, ଦେଖ, ସେମାନେ ଶୀଷ ଘାଟି ଦେଇ ଆସୁଅଛନ୍ତି। ତୁମେମାନେ ଜିରୁଏଲ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ। ପ୍ରେଜ୍ ଦ ଲର୍ଡ Praise the Lord. ପ୍ରିୟ ପ୍ରଭୁଙ୍କ ଲୋକମାନେ ଝିଅ ସପୋର୍ଟ ଯେତେବେଳେ ପରମେଶ୍ୱରଙ୍କ ଭରସା କରୁଅଛନ୍ତି ସେହି ସମୟରେ ସେ ପ୍ରାର୍ଥନାରେ ଉପବାସରେ ବସୁଅଛନ୍ତି ଆଉ ସେଇ ପ୍ରାର୍ଥନାର ଉତ୍ତର ଆସୁଅଛି। ଏହି ସ୍ଥାନରେ ଜଣେ ପ୍ରଫେଟ ଏକ ସତ୍ୟ ଭବିଷ୍ୟତ ବକ୍ତା 14 ପଦରେ ଅଛନ୍ତି ଜିଖରୀଙ୍କ ପୁତ୍ର ଝିଅସିଏଲ ନାମକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କ ଆତ୍ମା ଅଧିଷ୍ଠିତ ହେଲା। ପ୍ରଭୁଙ୍କର ଆତ୍ମା ତାହାଙ୍କ ଜୀବନ ଅଛି, ପ୍ରଫେଟର ଜୀବନ ଅଛି ଏବଂ ଏହା ସୁନ୍ଦର ବିଷୟ ଯେ ଏଇ ଜିହୋଶାଫାଟ ସଦାପ୍ରଭୁଙ୍କ ଲୋକମାନଙ୍କର ଗହଣରେ ସେ ଅଛନ୍ତି ଏବଂ ସଦାପ୍ରଭୁଙ୍କ ଲୋକମାନଙ୍କୁ ସେ ରଖି ଅଛନ୍ତି। ସତ୍ୟ ପ୍ରଭୁଙ୍କର ଦାସମାନଙ୍କ ସହିତ ସେ ଅଛନ୍ତି ଏବଂ ତାହାଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଆସୁଅଛି, ଉତ୍ତର ଆସୁଅଛି। ତବେ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମେମାନେ ଆଉ ହେ ମହାରାଜ ଜିହୋଶାଫାଟ, ତୁମେ ଶୁଣ, ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ କର ନାହିଁ କି ନିରାଶ ହୁଅ ନାହିଁ, କାରଣ ଏହି ଯୁଦ୍ଧ ତୁମମାନଙ୍କ ନୁହେଁ, ମାତ୍ର ସଦାପ୍ରଭୁଙ୍କର। ହାଲେଲୁୟା, Hallelujah. Praise the Lord. ଆମମାନଙ୍କ ବଳରେ ଏଇ ଯୁଦ୍ଧକୁ ଆମେ ସମ୍ମୁଖୀନ ହେବା ନାହିଁ, କରିପାରିବା ନାହିଁ, କିନ୍ତୁ ଆସୁ ଏଇ ଜିହୋଶାଫାଟଙ୍କ ଜୀବନରେ ଆମେ ଶିଖୁ ସର୍ବଶକ୍ତି ମାନଙ୍କ ଶକ୍ତିରେ ଆସୁ ଆମମାନଙ୍କର ଯୁଦ୍ଧକୁ ଆମମାନେ ସମ୍ମୁଖୀନ କରିବା। ହାଲେଲୁୟା, ଆମମାନେ ବ୍ୟାଟଲ ଫିଲ୍ଡକୁ ଯିବା, ରଣକ୍ଷେତ୍ରକୁ ଯିବା, ଆମମାନେ ଭୟଭୀତ ହେବା ନାହିଁ, ଆମମାନେ ଡରିବା ନାହିଁ, ଆମମାନେ ଲୁଚିବା ନାହିଁ, କିନ୍ତୁ ପ୍ରଭୁଙ୍କର ଶକ୍ତିରେ ଆମମାନେ ଯିବା, ପ୍ରାର୍ଥନାରେ ଆମମାନେ ବସିବା, ମଲ୍ଲ ଯୁଦ୍ଧ ଆମମାନେ କରିବା, ଆମମାନଙ୍କ ସପକ୍ଷରେ ଆମମାନଙ୍କ ପରମେଶ୍ୱର ଯୁଦ୍ଧ କରିବେ। ପ୍ରଭୁଙ୍କର ବାକ୍ୟ ଏହା। ଏ ପ୍ରିୟ ପ୍ରଭୁଙ୍କ ଲୋକମାନେ, ତୁମେ ଭୟ କର ନାହିଁ, ତୁମେ ନିରାଶ ହୁଅ ନାହିଁ, ତୁମର ଚ୍ୟାଲେଞ୍ଜେସ୍ ଗୁଡ଼ିକ ନିମନ୍ତେ, ତୁମମାନଙ୍କର ପ୍ରୋବ୍ଲେମ ମାନଙ୍କ ଗୁଡ଼ିକ ନିମନ୍ତେ ଆଜି ସେଇମାନେ ଭାବୁଛନ୍ତି ଆରଏସଏସ ଲୋକମାନେ, ବଜରଙ୍ଗ ଲୋକମାନେ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆମେ ହଟାଇବୁ, ଆମମାନେ ମାରିବୁ, ଆମମାନେ ଛଡେଇକୁ ନେବୁ, କିନ୍ତୁ ସେମାନେ ଜାଣି ନାହାନ୍ତି ଆମମାନଙ୍କର ସର୍ବଶକ୍ତିମାନ ପରମେଶ୍ୱରଙ୍କର ଶକ୍ତି। Amen. Praise the ଯେତେ ଜଣ Lord. ଖ୍ରୀଷ୍ଟିଆନିଟିକୁ ସେମାନେ ମାନେ ଝାଡୁ କରିକି ପୁଛିକି ନେବା ପାଇଁ ସେମାନେ ଚିନ୍ତା କରିଥିଲେ। ଏର୍ଲି ମଣ୍ଡଳୀରେ ଚର୍ଚ୍ଚ ଗୁଡ଼ିକରେ ସେମାନେ ପୁଛିଗଲେ, ସେମାନେ ନଷ୍ଟ ହେଇଗଲେ। ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟିଆନିଟି ଅଛି ଏବଂ ପ୍ରଭୁଙ୍କ ଲୋକମାନେ ସବୁ ଦେଶରେ ସେମାନେ ଅଛନ୍ତି। ହାଲେଲୁୟା, Hallelujah. Praise the ପ୍ରେଜ୍ ଦ Lord. ଲର୍ଡ। ପ୍ରଭୁଙ୍କ ନାମର ଧନ୍ୟବାଦ ହଉ। ସେମାନେ ପ୍ରଭୁଙ୍କର ଶକ୍ତିକୁ ସେମାନେ ଜାଣି ନାହାନ୍ତି। ଆମମାନେ ଯେତେବେଳେ ପ୍ରାର୍ଥନା କରିବା ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ପ୍ରାର୍ଥନା ପ୍ରଭୁ ଉତ୍ତର ଦେବେ ଏବଂ ଆମମାନେ ଦୁଷ୍ଟ ଲୋକମାନଙ୍କର ପରାମର୍ଶକୁ ଗ୍ରହଣ କରିବା ନାହିଁ ଏବଂ ପ୍ରଭୁଙ୍କ ଲୋକମାନଙ୍କ ସଂହତିରେ, ସେମାନଙ୍କ ଫେଲୋସିପରେ ଆମେ ରଖିବା ଏବଂ ସେମାନଙ୍କର ପରାମର୍ଶକୁ ଆମେ ଗ୍ରହଣ କରିବା। Amen. Praise God. Hallelujah. Praise the Lord.
ସଲୋମନଙ୍କ ପୁତ୍ର ରାଜା ହେଲା ପରେ ସେ ଦୁଷ୍ଟ ଲୋକମାନଙ୍କର ସଂହତିରେ ସେ ରହିଲେ, ଦୁଷ୍ଟ ଲୋକମାନଙ୍କ ସହଭାଗିତାରେ ରହିଲେ, ପ୍ରାଚୀନ ମାନଙ୍କର ପ୍ରଭୁଙ୍କର ଦାସ ମାନଙ୍କର ଭବିଷ୍ୟତ ବକ୍ତା ମାନଙ୍କର ଉପଦେଶ ନେବା ବଦଳରେ ସେ ଯୁବା ତାଙ୍କର ଯେଉଁ ସାଙ୍ଗମାନେ ଥିଲେ ସେମାନଙ୍କର ମାନେ ଉପଦେଶକୁ ସେ ଗ୍ରହଣ କଲେ ଏବଂ ଆମେ ତାର ପରିଣତି ଦେଖୁଅଛୁ ଯେ ସାଙ୍ଗେ ସାଙ୍ଗେ ଦେଶ ଦୁଇ ଭାଗ ହେଇଯାଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆମେ କାହାର ଆଜି ପରାମର୍ଶ ଆମେ ଗ୍ରହଣ କରୁଛୁ? ବାଇବଲର ପରାମର୍ଶ ଆମେ ନେବା। ବାଇବଲ କଣ କରୁଛି ତାହା ଆମେ କହିବା। ପ୍ରଭୁଙ୍କର ଦାସ ମାନେ ଆଜି କଣ କହୁଅଛନ୍ତି? ପ୍ରଭୁଙ୍କର ଉତ୍ତମ ଦାସ ମାନେ, ପ୍ରଭୁଙ୍କ ସହିତ ଚାଲିବା ଦାସ ମାନେ, ଭୟ କରିବା ଦାସ ମାନେ, ସେମାନେ କଣ କହୁଅଛନ୍ତି ତାହାକୁ ଆମେ ମାନେ ପରାମର୍ଶ ଗ୍ରହଣ କରିବା। ଯହୋଶାଫାତ ଏହି ପରାମର୍ଶ ଗ୍ରହଣ କଲେ। ଆଜି ଆମମାନଙ୍କର ବିପଦ ସମୟରେ, ଅସୁବିଧା ସମୟରେ, ସମସ୍ୟାର ସମୟରେ ଆଜି କାହାର ପରାମର୍ଶ ଆମେ ଲଢୁଅଛୁ? ଆମେ ପରମେଶ୍ୱରଙ୍କର ପରାମର୍ଶ ନା ପ୍ରଭୁଙ୍କର ଦାସ ମାନଙ୍କ ପରାମର୍ଶ? ପ୍ରଭୁଙ୍କର ଦାସ ମାନେ ମଧ୍ୟ ପରାମର୍ଶ ପ୍ରଭୁଙ୍କ ବାକ୍ୟ ଅନୁସାରେ ସେମାନେ ଦେବେ। ହେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ପ୍ରାର୍ଥନା କଲେ ଏବଂ ପ୍ରାର୍ଥନାର ଉତ୍ତର ସ୍ୱରୂପ ପରମେଶ୍ୱରଙ୍କ ଦାସଙ୍କ ଦ୍ୱାରା ଭବିଷ୍ୟତବାଣୀ ହେଉଛି ଏଇ ଯୁଦ୍ଧ ତୁମ୍ଭର ନୁହଁ, ଏଇ ଯୁଦ୍ଧ ଆମ୍ଭର। ଆଜି Amen. ମୁଁ Praise ଆପଣଙ୍କ the ପ୍ରେମ Lord. ମତେ ଏଇ ବାକ୍ୟ ଦ୍ୱାରା ଉତ୍ସାହ କରିବାକୁ ଚାହେଁ। ଆମ ମାନଙ୍କ ବିରୁଦ୍ଧରେ ଯେଉଁ ଶୈତାନର ଷଡ଼ଯନ୍ତ୍ର, ଶୈତାନର ଯେଉଁ ଲଢେଇକୁ, ଯୁଦ୍ଧକୁ ସେ ସଜାଇ ଅଛି, ପ୍ରଭୁ କହିବାକୁ ଚାହାନ୍ତି ଏଇ ଯୁଦ୍ଧ ତୁମ୍ଭର ନୁହଁ, ଏଇ ଯୁଦ୍ଧ ଆମ୍ଭର। Praise the Lord. Praise the God will fight. Lord. Hallelujah. Amen. ପରମେଶ୍ୱର ପୂର୍ବରୁ ଯେ ପ୍ରକାର ଇସ୍ରାଏଲ ସହିତ ରହି ଯୁଦ୍ଧ କରିକି ସେମାନଙ୍କୁ କିଣାନ ଦେଶକୁ ଆଣିଅଛନ୍ତି, କିନ୍ତୁ ପ୍ରାନ୍ତରରେ ଅନେକ ସମସ୍ୟା, ଅନେକ ଯୁଦ୍ଧ, ଅନେକ ଅନାଟନ, ଅନେକ ଚ୍ୟାଲେଞ୍ଜେସ, ପାରଙ୍କର ସୈନ୍ୟମାନେ, ଖାଦ୍ୟର ଅଭାବ, ସମୁଦ୍ର, ନଦୀ ଅନେକ ଅଛି, କିନ୍ତୁ ସେଇ ସବୁରୁ ପରମେଶ୍ୱର ସେମାନଙ୍କୁ କଢେଇ ଆଣୁଅଛନ୍ତି। ଗୋଟେ ଗୋଟେ ଯୁଦ୍ଧ କରିକି ସେମାନଙ୍କୁ କିଣାନକୁ ଆଣୁଅଛନ୍ତି। ସେ ପ୍ରକାର ଆମ ମାନଙ୍କର ଜୀବନ ଯାତ୍ରାରେ ଅନେକ ଚୁନୌତି ଆସିବ, ଅନେକ କ୍ରାଇସିସ୍ ଆସିବ, ଅନେକ ଅସ୍ଟ୍ରଗଲ ଗୁଡ଼ିକ ଆସିବ। ଶୈତାନ ଅନେକ ଚୁନୌତି ଆଣିଦେବ, ଆଉ ଯୁଦ୍ଧକୁ ସେ ସଜାଇବ, କିନ୍ତୁ ସେଇ ସବୁ ଯୁଦ୍ଧକୁ ପରମେଶ୍ୱର କହନ୍ତି ଏଇ ଯୁଦ୍ଧ ତୁମ୍ଭର ନୁହଁ। ତୁମେ କେବଳ ସ୍ଥିର ରୁହ, ପ୍ରାର୍ଥନା ରୁହ, ଆଣ୍ଠୁ ଭାଙ୍ଗ ଏବଂ ଦେଖ ଏଇ ଯୁଦ୍ଧ ଆମ୍ଭେ ତୁମ୍ଭ ସପକ୍ଷରେ କରିବା। Praise the ହାଲେଲୁୟା। Lord. Hallelujah. Praise the Lord. ପରମେଶ୍ୱର ଅଛନ୍ତି, ଆମ ମାନଙ୍କ ନିମନ୍ତେ ସେ ଯୁଦ୍ଧ କରନ୍ତି, ଆମ ମାନଙ୍କ ନିମନ୍ତେ ସେ ଚିନ୍ତା କରନ୍ତି, ଆମ ମାନଙ୍କ ଉପରେ ତାହାଙ୍କର ଚକ୍ଷୁ ସର୍ବଦା ଅଛି। ସେଥିପାଇଁ ସେ ରାତ୍ର ସମୟରେ ସେ ନିଦ୍ରା ଯାଆନ୍ତି ନାହିଁ। ହାଲେଲୁୟା। Hallelujah. ଯଦି ତାହାଙ୍କର ଦୟାର ଦୃଷ୍ଟି, ତାହାଙ୍କର କରୁଣା, ତାହାଙ୍କର ଅନୁଗ୍ରହ ଯଦି ସେ ଆମ ମାନଙ୍କର କାଢିଦେବେ, ତେବେ ଶୈତାନ ଶତ୍ରୁ କେତେବେଳେ ଆମ ମାନଙ୍କୁ ଗ୍ରାସ କରିବ? ଆଇବଙ୍କ ନିକଟକୁ ଯେତେବେଳେ ଶୈତାନ ଯାଉଅଛି, ସେ କହନ୍ତି ଯେ ତୁମ୍ଭେ ତ ତାର ଚତୁଃପାର୍ଶ୍ୱରେ ବାଡ଼ ଦେଇଅଛ, ସୁରକ୍ଷାର ବାଡ଼ ଦେଇଅଛ। ହାଲେଲୁୟା। ଆମ ମାନଙ୍କର ଚତୁଃପାର୍ଶ୍ୱରେ ଆମ ମାନଙ୍କ ପରମେଶ୍ୱର ସୁରକ୍ଷାର ବାଡ଼ ଦେଇଅଛନ୍ତି। କେହି ମଧ୍ୟ ଜାଣନ୍ତି ଯେ ଆମ ମାନଙ୍କର ସମୟ ପୂର୍ବରୁ ଆମ ମାନଙ୍କୁ ସେମାନେ ଛୁଇଁ ପାରିବେ, ଆମ ମାନଙ୍କୁ ମାରି ପାରିବେ। ଯଦି ଆମ ମାନଙ୍କ ପରମେଶ୍ୱର ଏଲାଉ କରନ୍ତି, ତେବେ ହିଁ ସେମାନେ ଆମ ମାନଙ୍କୁ ଛୁଇଁ ପାରିବେ। କିନ୍ତୁ ପ୍ରାର୍ଥନା କରିବା ଯେ ପ୍ରଭୁଙ୍କର ଯଦି ଇଚ୍ଛା ହୁଏ ଯେ ଜଣେ ପବିତ୍ର ଲୋକଙ୍କର ରକ୍ତ ମଣ୍ଡଳୀ ନିମନ୍ତେ ବୀଜ, the saint of blood is the seed for the church। ଯଦି ପ୍ରଭୁଙ୍କର ଅନୁମତି ହୁଏ, ତେବେ ଆମ ମାନେ ବଳିଦାନ ମଧ୍ୟ ହେବାକୁ ପଡିବ। କାରଣ ନିଜର ଶିଷ୍ୟମାନେ ସମସ୍ତେ ପ୍ରଭୁଙ୍କ ନିମନ୍ତେ ସେମାନେ ଜୀବନ ଦେଲେ, ରକ୍ତ ଝରାଇଲେ ଏବଂ ସେମାନେ ଯେଉଁ ବଳିଦାନ କଲେ, ଆଜି ଆମ ମାନଙ୍କର ଭାରତ ବର୍ଷର ଅନେକ ଅନେକ ମଣ୍ଡଳୀ, ଅନେକ ଅଜସ୍ର ଲୋକମାନେ ଆଜି ଛିଡା ହେଇ ଅଛନ୍ତି। ଜଣେ ପ୍ରଭୁଙ୍କର ଦାସ ସେ ଆସିଲେ, ଥମାସ ଆସିଲେ, ସେ ବଳି କଲେ ଏବଂ ଜଣେ ବଳି ହେବା ଦ୍ୱାରା ଆଉ ସମଗ୍ର ଆମଙ୍କ ଭାରତ ବର୍ଷରେ ପ୍ରତ୍ୟେକ ଷ୍ଟେଟରେ, ପ୍ରତ୍ୟେକ ରାଜ୍ୟରେ ଆଜି ମଣ୍ଡଳୀ ଅଛି, ଖ୍ରୀଷ୍ଟିଆନ ଲୋକମାନେ ବୃଦ୍ଧି ପାଉଛନ୍ତି। ତାହାକୁ ଦେଖି ଶୈତାନ ଚାହୁଁନାହିଁ ଏମାନେ ବୃଦ୍ଧି ପାଉଛନ୍ତି,
ଏମାନଙ୍କୁ କଣ କରିବାକୁ ହେବ, ଏମାନଙ୍କୁ ମାରିବା, ଏମାନଙ୍କୁ ଧମକାଇବା, ଏମାନଙ୍କୁ ଡରାଇବା, ସେମାନେ ଡରନ୍ତି ନାହିଁ। ସେମାନେ କେବଳ ପରମେଶ୍ୱରଙ୍କୁ ଭୟ କରନ୍ତି, ଡରନ୍ତି। ହାଲେଲୁୟା। ପ୍ରିୟ Hallelujah. ପ୍ରଭୁଙ୍କ Praise the ଲୋକମାନେ, Lord. ଆମମାନେ ବୁଝିବା ଯେ ଆମମାନଙ୍କର ଶତ୍ରୁ ଶୈତାନ ସେମାନେ ପରାଜୟ ହେଇକି ସେମାନେ ଚାଲିଯିବେ। ଏବଂ ଆଉ ଗୋଟେ ପଏଣ୍ଟ ଆମମାନେ ଦେଖିବା ଯେ ସେ କେବଳ ପରମେଶ୍ୱରଙ୍କ ଉପରେ ସେ କଣ କଲେ, ଭରସା କଲେ। ଏବଂ ଚତୁର୍ଥ ପଏଣ୍ଟ ଆମମାନେ 21 ପଦ ପାଠ କରିବା। ଆଉ ସମୟ ହଉଛି 21 ପଦ ଆପଣ ପଢିବେ 21। ମାନଙ୍କ ସହିତ ପରାମର୍ଶ କଲା ଉତ୍ତରେ ସୈନ୍ୟ ଶ୍ରେଣୀର ଆଗେ ଆଗେ ସେମାନେ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତି କଲେ। Praise The the Lord. Lord. ଏହା ଚତୁର୍ଥ ପଏଣ୍ଟ ହଉଛି ସେ ଯୁଦ୍ଧକୁ ଯିବା ପୂର୍ବରୁ ସେ ୱାର୍ସିପ ଲୋକମାନଙ୍କୁ ସେ ନିଯୁକ୍ତ କରୁଅଛନ୍ତି। ସେ ଧନ୍ୟବାଦ ଦେବା ନିମନ୍ତେ, ତାହାଙ୍କର ଉତ୍ତମ କାର୍ଯ୍ୟ ନିମନ୍ତେ ସ୍ମରଣ କରିବା ନିମନ୍ତେ, ଗାନ କରିବା ଲୋକମାନଙ୍କ ପାଇଁ ସେ କଣ କଲେ, ନିଯୁକ୍ତ କଲେ। ତାର ଅର୍ଥ ଆମେ ଯେତେବେଳେ এই ଯୁଦ୍ଧ ଆସୁଅଛି, ଜିରିହ ପ୍ରାଚୀର ବିଷୟରେ ଆମେ ଶୁଣୁଛୁ, ଜାଣୁଅଛୁ, ସେମାନେ ଯୁଦ୍ଧ କରିବାକୁ ପଡିଲା ନାହିଁ। ସେମାନେ କେବଳ ପ୍ରଶଂସା କଲେ ଏବଂ ସେଇ ଜିରିହ ପ୍ରାଚୀର ତାହା କଲାପ୍ସ ହେଇଗଲା, ତାହା ପଡିଗଲା, ତାହା ଧୂଳିସାତ ହେଇଗଲା। এই ଜିହୋଶାଫାଟଙ୍କ ବିଷୟରେ ଆମେ ଶୁଣୁଛୁ ଯେ ଆମମାନଙ୍କ ପରିସ୍ଥିତି ଯେତେବେଳେ ଏ ପ୍ରକାର ହେବ, ଆମମାନେ ୱାର୍ସିପ କରିବା, ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁଙ୍କର ମହାନତାକୁ ବୁଝିବା, ଆରାଧନା କରିବା। ସେଇ ସମୟରେ କଣ ହଉଛି ପ୍ରିୟ ପ୍ରଭୁଙ୍କ ଲୋକମାନେ, ୱାର୍ସିପ, ଇଂଲିଶରେ କୁହାଯାଉଛି ୱାର୍ସିପ। ଆଜି ଆମମାନେ ୱାର୍ସିପ କରିବା। ଆଜି ଆମ ଦେଶରେ ୱାର୍ସିପ ଗୁଡ଼ିକ ଅନେକ ଅଛି, ପାଣ୍ଡବୀ ଗୁଡ଼ିକ ଅଛି, ଯୁଦ୍ଧ ଜାହାଜ ଗୁଡ଼ିକ ଅଛି, କିନ୍ତୁ ସେମାନେ ହୁଏତ ଫେଲ ହେଇପାରନ୍ତି ଯେତେବେଳେ ଆମେ ୱାର୍ସିପ କରିବା, ପ୍ରଭୁଙ୍କ ନାମରେ ଗୁଣନାବାଦ କରିବା, କୀର୍ତ୍ତନ କରିବା, ମହିମା କରିବା। ୱାର୍ସିପ ୱାରରେ ପରିଣତ ହେବ। ହାଲେଲୁୟା। Hallelujah. ଯେଉଁ ସମୟରେ ୱାର୍ସିପ କରାଯାଏ, ସେହି ସମୟରେ ଶୈତାନର କାର୍ଯ୍ୟ ନିଷ୍କ୍ରିୟ ହୁଏ। ୱାର୍ସିପ ଯେତେବେଳେ କରିବା, ସ୍ୱର୍ଗର ଦୂତମାନଙ୍କୁ ଓହ୍ଲାଇ ଆସିବେ ଏବଂ ଆମମାନଙ୍କ ସପକ୍ଷରେ ସେମାନେ ଯୁଦ୍ଧ କରିବେ। Amen. Praise the Lord. ୱାର୍ସିପ ଯେତେବେଳେ କରିବା, ଗୋଟେ ୱାର ଚାଲିବ, ଶୈତାନ ଅନ୍ଧକାର ବିରୁଦ୍ଧରେ ୱାର ଚାଲିବ ଏବଂ ଅନ୍ଧକାର ଶକ୍ତି ୱାର୍ସିପ ସମ୍ମୁଖରେ ଛିଡା ହେଇପାରିବ ନାହିଁ। ଯେତେବେଳେ ୱାର୍ସିପ ହୁଏ ଥାଏ, ଶୈତାନର ଦୁଷ୍ଟାତ୍ମା ଗୁଡ଼ିକ ଚିତ୍କାର କରିକି ପଳାଇ ଯାଆନ୍ତି। ୱାର୍ସିପ ଆମେ କରିବା ପ୍ରିୟ ପ୍ରଭୁଙ୍କ ଲୋକମାନେ, ୱାର କରିବା ପୂର୍ବରୁ, ଯୁଦ୍ଧ କରିବା ପୂର୍ବରୁ ଲେଟ୍ ଅସ୍ ୱାର୍ସିପ, ପ୍ରଭୁଙ୍କୁ ଆମେ ଆରାଧନା କରିବା। ତେବେ ସ୍ୱର୍ଗର ଦୂତମାନେ ଓହ୍ଲାଇକି ଆମମାନଙ୍କ ବିରୁଦ୍ଧରେ ପ୍ରତିକୂଳ ଉଠିଥିବା ଶୈତାନର ଅନ୍ଧକାର ଶକ୍ତିକୁ ସେମାନେ ଧୂଳିସାତ କରିବେ। ହାଲେଲୁୟା। Hallelujah. ଜିହୋଶାଫାଟ ଯୁଦ୍ଧ ପୂର୍ବରୁ ୱାର୍ସିପ ଲୋକମାନଙ୍କୁ ସାମ୍ନାରେ ରଖିଲେ। ଜଗତର ଲୋକମାନେ ଯୁଦ୍ଧ କରିବା ପୂର୍ବରୁ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମରେ ଲିଡ୍ କରିବା ଲୋକମାନଙ୍କୁ, ଲଢେଇ ଲୋକମାନଙ୍କୁ ରଖନ୍ତି, କିନ୍ତୁ ପ୍ରଭୁଙ୍କର ଦାସ ରାଜା ଜିହୋଶାଫାଟ ୱାର୍ସିପ କରିବା ଲୋକମାନଙ୍କୁ ସାମ୍ନାରେ ରଖୁଅଛନ୍ତି। ଏବଂ ପରମେଶ୍ୱର କହିଲେ, ଏଇ ଯୁଦ୍ଧ ତୁମ୍ଭର ନୁହଁ, ଏଇ ଯୁଦ୍ଧ ଆମ୍ଭର। ହାଲେଲୁୟା। ପ୍ରିୟ Amen. ପ୍ରଭୁଙ୍କ ଲୋକମାନେ, Hallelujah. ଡେଫିନେଟଲି ଏ ପ୍ରକାର ପରିସ୍ଥିତି ପ୍ରତ୍ୟେକଙ୍କ ଜୀବନରେ ଆସେ, ପ୍ରତ୍ୟେକଙ୍କ ଲିଡରସିପ ଜୀବନରେ ଆସେ। ଏଇ ଯେତେବେଳେ ପ୍ରକାର ଆସେ, ତାହା ଆମମାନଙ୍କ ଲିଡରସିପକୁ ନଷ୍ଟ କରିବାକୁ ନୁହଁ, କିନ୍ତୁ ଆମମାନଙ୍କ ଲିଡରସିପକୁ ଆହୁରି ଚମକାଇବା ନିମନ୍ତେ, ଆହୁରି ଦୃଢ ହେବା ନିମନ୍ତେ, ଆହୁରି ସାହସ ଭରସା ଦେବା ନିମନ୍ତେ ଏବଂ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମକୁ ଦେଖିକି ଆହୁରି ବଳବାନ ହେବା ନିମନ୍ତେ এই ପ୍ରକାର ବିଶ୍ୱ ଆସିଥାଏ। ଆମେ ଆଗକୁ ବଢିବା। ଆଉ ଗୋଟେ ପଏଣ୍ଟ କରିକି ଆଜିର ବାକ୍ୟକୁ ମୁଁ ରଖିବାକୁ ଚାହେଁ ଏବଂ 27 ଏବଂ 28 ପଦ ଆମେ ପାଠ କରିବା। ଏଥିଉତାରେ ଜିହୁଦା ଓ ଜେରୁସାଲେମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଜିହୋଶାଫାଟ ଆନନ୍ଦରେ ପୁନର୍ବାର ଜେରୁସାଲେମକୁ ଯିବା ପାଇଁ ଫେରିଲେ, କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣଙ୍କ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ। ଆଉ ସେମାନେ ନେବଲ ଓ ବୀଣା ଓ ତୁରୀ ବଜାଇ ଜେରୁସାଲେମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ। Praise the Lord. Praise the Lord. ସେମାନେ ଯୁଦ୍ଧ କରିବାକୁ ପଡେ ନାହିଁ, କିନ୍ତୁ ସେମାନେ ବେଟେଲ ଗ୍ରାଉଣ୍ଡକୁ ଗଲେ, ଆରାଧନା କରିକି ଗଲେ ଏବଂ ଏଇ ଯୋଉ ତାଙ୍କ ପ୍ରତିକୂଳରେ ଆସିଥିବା ସୈନିକ ମାନେ ସେମାନେ ପରସ୍ପରକୁ ଯୁଦ୍ଧ କରୁଅଛନ୍ତି, ପରସ୍ପରକୁ ମାରୁଅଛନ୍ତି, ପରସ୍ପରକୁ ଆକ୍ରମଣ କରୁଅଛନ୍ତି। ଦେଖନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆମେ ପ୍ରାର୍ଥନା କରିବା, ପରମେଶ୍ୱରଙ୍କୁ ଆମେ ପ୍ରଥମ ସ୍ଥାନ ଦେବା,
परमेश्वर वाक्य अनुसार कार्य करिबा परमेश्वर को बुझिबा एवं एई जेतले विजय होउछंती से माने एई विजय रे निजर क्रेडिट से माने नौ नाहंती से माने परमेश्वर को आसीकी मंदिर को आसीकी निजर देश को आसीकी से माने धन्यवाद दउछंती समस्त क्रेडिट परमेश्वर को दउछंती आम जीवन आम मान विजय को आम माने परमेश्वर को धन्यवाद देबा प्रिय प्रभु को लोक माने आमने जानू जे ए जे प्रकार पांचटी पद आम माने देखिलु प्रथमे से कोन कले परमेश्वर को अन्वेषण कले उपवास कले प्रार्थना कले एवं द्वितीय पॉइंट आम देखिलु परमेश्वर को शक्ति को से अनुभव कले निजर शक्ति ऊपर भरोसा कले नहीं परमेश्वर को शक्ति रो ऊपर से भरोसा कले एवं तृतीय परमेश्वर लोक मानकर सहित रहिले परमेश्वर लोक मानकर उपदेश को ग्रहण कले प्रॉफिट रो ग्रहण कले उत्तर आसीला एवं चतुर्थ विश्व से वर्शिप करिबा माने वार करिबा पूर्व वर्शिपर मानकु सम्मुख रखिले धन्यवाद करिबा लोक मान रखिले प्रशंसा कले परिस्थिति निमंते प्रशंसा कले प्रभु को निमंते गीत गान कले एवं चतुर्थ माने पंचम विश्व से कौन कले समस्त गौरव परमेश्वर को देले ए विजय निमंते परमेश्वर को से विजय रो समस्त क्रेडिट से दउछंती प्रिय प्रभु को लोक माने आम मान को नहीं कि परमेश्वर विजय यात्रा करूछंती आम मान को नहीं कि से विजय करिया को से चाहंती प्रभु यीशु ख्रीष्ट करंत लेखा जाय सेति पय प्रिय प्रभु को लोक माने आसु ए युद्ध को माने डरिबा नहीं ए युद्ध रे मैदान को मान को उल्हाइबा को पड़िबो तेबे आम मान को परमेश्वर आम को युद्ध माने विजय से प्रदान करिवे आजिरो परिस्थिति भलो नुह आजिरो परिस्थिति माने शैतान रो आम विरुद्ध रे से गलियात जेपरि 40 दिन दिवारात्र से कहले की अछि मो सम्मुख रे आसो की अछि तुम लोक माने जण को पठाओ से चित्कार कले आजी लोक माने आम विरुद्ध रे चित्कार कर आसो युद्ध करिबा आसो तुम्हें पारिबो ना हमें पारिबो आमे तुमको मारिबो आमे तुमको हाणिबो गट्टे दिन रे सफा करि देबो किंतु आम मान को पछरे जे परमेश्वर स्वर्गीय बाहिनी अछंती से माने जानती नहीं प्रार्थना करिबा आम मान को विरुद्ध उठिबा अंधकार शक्ति दूर हेबो एवं जो माने आम विरुद्ध उठुछंती से माने नितांत प्रभु को पाइबे प्रभुकर शक्ति को से माने देखिबे आपण विरुद्ध मो उठिबा शैतान अंधकार शक्ति आ जीवसापन जीवन रे जे प्रभु उत्तर देले आ से प्रकार प्रभु करंतु आपण के मो जीवन जे आम मान को प्रार्थना उत्तर आज पर्यंत आसी नहीं एही क्षणे आज ठारू आमने नम्र हेबा परमेश्वर को अन्वेषण करिबा प्रार्थना करिबा उपवास करिबा आम मान को स्वर्गीय परमेश्वर आम मान को परिस्थिति से उल्हाई आसीबे एवं आम मान को सपक्ष से युद्ध करिबे शैतान रो शक्ति पराजय की से माने पळाइबे आमने विजय के आसीबा एवं प्रभु को धन्यवाद गौरव महिमा करिबा धन्यवाद ए सुंदर सुजोग निमंते ए छोट वाक्य द्वारा प्रभु आपन मते समस्त को आशीर्वाद करन